ଓମ୍ ଶାନ୍ତି। 5 ସେପ୍ଟେମ୍ବର 2025 ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ ତୁମମାନଙ୍କର ପ୍ରତିଜ୍ଞା ହେଲା କି ଯେ ପର୍ଯ୍ୟନ୍ତ ଆମେ ପବିତ୍ର ନ ହୋଇଛୁ ସେ ପର୍ଯ୍ୟନ୍ତ ବାବାଙ୍କୁ ମନେ ପକାଉଥିବୁ। ଏକମାତ୍ର ବାବାକୁ ହିଁ ସ୍ନେହ କରିବୁ। ତୁମମାନଙ୍କର ପ୍ରତିଜ୍ଞା ହେଲା କି ଯେ ପର୍ଯ୍ୟନ୍ତ ଆମେ ପବିତ୍ର ନ ହୋଇଛୁ ସେ ପର୍ଯ୍ୟନ୍ତ ବାବାଙ୍କୁ ମନେ ପକାଉଥିବୁ। ଏକମାତ୍ର ବାବାକୁ ହିଁ ସ୍ନେହ କରିବୁ। ଆଜିର ପ୍ରଶ୍ନ, ବୁଦ୍ଧିମାନ ସନ୍ତାନମାନେ ସମୟକୁ ଦେଖି କେଉଁ ପ୍ରକାରର ପୁରୁଷାର୍ଥ କରିବେ? ବୁଦ୍ଧିମାନ ସନ୍ତାନମାନେ ସମୟକୁ ଦେଖି କେଉଁ ପ୍ରକାରର ପୁରୁଷାର୍ଥ କରିବେ? ଉତ୍ତର, ଅନ୍ତିମ ସମୟରେ ଯେତେବେଳେ ଶରୀର ଛାଡ଼ିବୁ ସେତେବେଳେ କେବଳ ଏକମାତ୍ର ବାବାଙ୍କର ହିଁ ସ୍ମୃତି ରହୁ, ଆଉ କିଛି ବି ମନେ ନ ପଡ଼ୁ। ଏହିଭଳି ପୁରୁଷାର୍ଥ ବୁଦ୍ଧିମାନ ସନ୍ତାନମାନେ ଏବେଠାରୁ ହିଁ କରିଚାଲିବେ। କାହିଁକି ନା କର୍ମାତୀତି ହୋଇ ଘରକୁ ଯିବାର ଅଛି। ସେଥିପାଇଁ ଏହି ପୁରୁଣା ଶରୀରରୁ ମମତା ତୁଟାଇ ଚାଲ। ସବୁବେଳେ ଭାବ, ମୁଁ ଏବେ ବାବାଙ୍କ ପାଖକୁ ଯାଉଛି। ଗୀତ, ନା ଉହ हमसे जुदा होंगे ନା हम उनसे जुदा होंगे। ଓମ୍ ଶାନ୍ତି। ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି। ବେହଦର ପିତାଙ୍କ ସମ୍ମୁଖରେ ପିଲାମାନେ ପ୍ରତିଜ୍ଞା କରୁଛନ୍ତି, ବାବା ଆମେ ଆପଣଙ୍କର ହୋଇଛୁ। ଆପଣଙ୍କୁ ମନେ ପକାଇବା ଦ୍ୱାରା ଅନ୍ତିମ ସମୟ ପୂର୍ବରୁ ବା ଶାନ୍ତି ଧାମରେ ପହଞ୍ଚିବା ପୂର୍ବରୁ ଆମର ଜନ୍ମ ଜନ୍ମାନ୍ତରର ପାପ ଯାହାକି ଆମ ମୁଣ୍ଡ ଉପରେ ରହିଛି ତାହା ଭସ୍ମ ହୋଇଯିବ। ଏହାକୁ ହିଁ ଯୋଗ ଅଗ୍ନି କୁହାଯାଉଛି। ଆଉ କୌଣସି ଉପାୟ ନାହିଁ। ପତିତ ପାବନ କିମ୍ବା ଶ୍ରୀ ଶ୍ରୀ 108 ଜଗତ ଗୁରୁ ଜଣକୁ ହିଁ କୁହାଯାଉଛି। ସେ ହିଁ ଜଗତର ପିତା, ଜଗତର ଶିକ୍ଷକ, ଜଗତର ଗୁରୁ ଅଟନ୍ତି। ରଚନାର ଆଦି ମଧ୍ୟ ଅନ୍ତର ଜ୍ଞାନ ବାବା ହିଁ ଦେଇଥାନ୍ତି। ଏହା ପତିତ ଦୁନିଆ ଅଟେ। ଏଠାରେ ଜଣେ ହେଲେ ବି ପବିତ୍ର ହୋଇ ରହିବା ଅସମ୍ଭବ ଅଟେ। ପତିତ ପାବନ ବାବା ହିଁ ସମସ୍ତଙ୍କର ସଦ୍ଗତି କରିଥାନ୍ତି। ତୁମେ ମଧ୍ୟ ତାଙ୍କର ସନ୍ତାନ ହୋଇଛ। ତୁମେ ଶିଖୁଛ କି ଜଗତକୁ ପବିତ୍ର କିପରି କରିବୁ। ଶିବଙ୍କ ଆଗରେ ତ୍ରିମୂର୍ତ୍ତି ଚିତ୍ର ଦରକାର। ଏହା ମଧ୍ୟ ଲେଖିବାକୁ ହେବ ଯେ ଦୈବୀ ସାର୍ବଭୌମତ୍ୱ ଆପଣଙ୍କର ଜନ୍ମସିଦ୍ଧି ଅଧିକାର ଅଟେ। ତାହା ପୁଣି ଏବେ କଳ୍ପର ସଙ୍ଗମ ଯୁଗରେ ମିଳିଛି। ସ୍ପଷ୍ଟ ଭାବରେ ନ ଲେଖିଲେ ମନୁଷ୍ୟ କିଛି ବୁଝିପାରିବେ ନାହିଁ। ଦ୍ୱିତୀୟ କଥା ହେଲା, କେବଳ ଯେଉଁ ବିକେ ନାମ ରହିଛି ସେଥିରେ ପ୍ରଜାପିତା ଅକ୍ଷର ନିଶ୍ଚିତ ଲେଖିବା ଦରକାର। କାହିଁକି ନା ବ୍ରହ୍ମା ନାମ ମଧ୍ୟ ଅନେକଙ୍କର ରହିଛି। ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଲେଖିବା ଆବଶ୍ୟକ। ତୁମେ ଜାଣୁଛ ଯେ ପଥର ସମାନ ବିଶ୍ୱକୁ ପବିତ୍ର ପାରସତ ଏକମାତ୍ର ବାବା ହିଁ କରିବେ। ଏହି ସମୟରେ ଜଣେ ମନୁଷ୍ୟ ବି ପବିତ୍ର ନାହାନ୍ତି। ସମସ୍ତେ ଜଣେ ଜଣଙ୍କ ସହିତ ଲଢ଼େଇ କରୁଛନ୍ତି, ଗାଳି ମଧ୍ୟ ଦେଉଛନ୍ତି। ବାବାଙ୍କ ପାଇଁ ବି କହିଦେଉଛନ୍ତି, କଛ ମଛ ଅବତାର ନେଇଥିଲେ। ଅବତାର କାହାକୁ କୁହାଯାଉଛି ଏହା ମଧ୍ୟ ବୁଝୁନାହାନ୍ତି। ଅବତାର ତ ଜଣକର ହୋଇଥାଏ। ସେ ମଧ୍ୟ ଅଲୌକିକ ଭାବରେ ଶରୀରରେ ପ୍ରବେଶ କରି ବିଶ୍ୱକୁ ପବିତ୍ର କରିଥାନ୍ତି। ଅନ୍ୟ ଆତ୍ମାମାନେ ତ ନିଜ ନିଜର ଶରୀର ନେଇଥାନ୍ତି। ଶିବ ବାବାଙ୍କର ତ ନିଜର ଶରୀର ନାହିଁ। କିନ୍ତୁ ସିଏ ଜ୍ଞାନର ସାଗର ଅଟନ୍ତି। କିନ୍ତୁ ଜ୍ଞାନ କିପରି ଦେବେ? ଶରୀର ଦରକାର ନା? ଏହି କଥାକୁ ତୁମମାନଙ୍କ ବ୍ୟତୀତ ଆଉ କେହି ହେଲେ ଜାଣନ୍ତି ନାହିଁ। ଗୃହସ୍ଥ ବ୍ୟବହାରରେ ରହି ପବିତ୍ର ହେବା, ଏହା ବାହାଦୁରୀର କାମ ଅଟେ। ମହାବୀର ଅର୍ଥାତ୍ ବୀରପଣିଆ ଦେଖାଇବା, ଏହା ମଧ୍ୟ ବୀରପଣିଆ ଅଟେ। ଯେଉଁ କାମ ସନ୍ନ୍ୟାସୀମାନେ କରିପାରନ୍ତି ନାହିଁ ତାହା ତୁମେ କରିପାରୁଛ। ବାବା ଶ୍ରୀମତ ଦେଉଛନ୍ତି ଯେ ତୁମେ ଏପରି ଗୃହସ୍ଥ ବ୍ୟବହାରରେ ରହି କମଳ ଫୁଲ ସମାନ ପବିତ୍ର ହୋଇ ରୁହ। ତାହା ହେଲେ ଉଚ୍ଚପଦ ପାଇପାରିବ। ନଚେତ ବିଶ୍ୱର ବାଦଶାହୀ କିପରି ମିଳିବ? ଏହା ହେଉଛି ନରରୁ ନାରାୟଣ ହେବା ପାଇଁ ପାଠପଢ଼ା। ଏହା ପାଠଶାଳା ଅଟେ। ଅନେକ ଆସି ପାଠ ପଢ଼ୁଛନ୍ତି। ସେଥିପାଇଁ ଲେଖ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ।
ଏହା ସମ୍ପୂର୍ଣ୍ଣ ଠିକ୍ ଶବ୍ଦ ଅଟେ। ଭାରତବାସୀ ଜାଣନ୍ତି ଯେ ଆମେ ବିଶ୍ୱର ମାଲିକ ଥିଲୁ। ଏହା କାଲିର କଥା ଅଟେ। ଏ ପର୍ଯ୍ୟନ୍ତ ମଧ୍ୟ ରାଧାକୃଷ୍ଣ ଅଥବା ଲକ୍ଷ୍ମୀ ନାରାୟଣଙ୍କର ମନ୍ଦିର ତିଆରି ହୋଇ ଚାଲିଛି। କେହି ତ ପୁଣି ପତିତ ମନୁଷ୍ୟଙ୍କର ମଧ୍ୟ ମନ୍ଦିର ତିଆରି କରୁଛନ୍ତି। ଦ୍ୱାପର ଠାରୁ ପତିତ ମନୁଷ୍ୟ ରହି ଆସିଛନ୍ତି। କେଉଁଠି ଶିବଙ୍କର ମନ୍ଦିର, କେଉଁଠାରେ ଦେବତାମାନଙ୍କର ମନ୍ଦିର ତିଆରି କରିବା, କେଉଁଠି ପୁଣି ଏହି ପତିତ ମନୁଷ୍ୟମାନଙ୍କର। ବିଚାର କର, ଏମାନେ କ'ଣ ଦେବତା ଅଟନ୍ତି? ତେଣୁ ବାବା ବୁଝାଉଛନ୍ତି ଯେ ଏହି କଥା ଉପରେ ଭଲ ଭାବରେ ବିଚାର ସାଗର ମନ୍ଥନ କରିବାର ଅଛି। ବାବା ତ ବୁଝାଇ ଚାଲିଛନ୍ତି ଯେ ଦିନକୁ ଦିନ ଲେଖା ବଦଳି ଚାଲିବ। ଏପରି ନୁହେଁ ଯେ ପୂର୍ବେ କାହିଁକି ଏଭଳି କହିଲେ ନାହିଁ। ଏପରି କହିବା ଠିକ୍ ନୁହେଁ ଯେ ପୂର୍ବରୁ କାହିଁକି ମନ୍ମନାଭବର ଅର୍ଥ ଏହିପରି ବୁଝାଇଲ ନାହିଁ। ଆରେ, ପ୍ରଥମରୁ କ'ଣ ଏପରି ଯୋଗଯୁକ୍ତ ସ୍ଥିତିରେ ରହିପାରିବ? ବହୁତ କମ୍ ସନ୍ତାନ ଅଛନ୍ତି ଯିଏ ପ୍ରତ୍ୟେକ କଥାର ଉତ୍ତର ଭଲ ଭାବରେ ଦେଇପାରିବେ। ଭାଗ୍ୟରେ ଶ୍ରେଷ୍ଠ ପଦ ନଥିଲେ ଶିକ୍ଷକ ବି କ'ଣ କରିପାରିବେ? ଏପରି ତ ନୁହେଁ ଆଶୀର୍ବାଦ ଦେଇ ବାବା ଶ୍ରେଷ୍ଠ କରିଦେବେ। ନିଜକୁ ଦେଖିବାର ଅଛି ଯେ ମୁଁ କିପରି ସେବା କରୁଛି। ବିଚାର ସାଗର ମନ୍ଥନ ଚାଲିବା ଦରକାର। ଗୀତାର ଭଗବାନ କିଏ? ଏହି ଚିତ୍ର ସବୁଠାରୁ ମୁଖ୍ୟ ଅଟେ। ଭଗବାନ ନିରାକାର ଅଟନ୍ତି। ସେ ବ୍ରହ୍ମାଙ୍କ ଶରୀର ବିନା ତ କିଛି ବି ଶୁଣାଇ ପାରିବେ ନାହିଁ। ସେ ସଙ୍ଗମ ଯୁଗରେ ହିଁ ବ୍ରହ୍ମାଙ୍କ ଶରୀରର ମାଧ୍ୟମ ନେଇ ଆସୁଛନ୍ତି। ନଚେତ ବ୍ରହ୍ମା, ବିଷ୍ଣୁ, ଶଙ୍କର କ'ଣ ପାଇଁ ଅଛନ୍ତି? ଜୀବନ କାହାଣୀ ଦରକାର ନା? କେହି ବି ଜାଣିନାହାନ୍ତି। ବ୍ରହ୍ମାଙ୍କ ପାଇଁ କହିଥାନ୍ତି ଯେ ସହସ୍ର ଭୁଜାଧାରୀ ବ୍ରହ୍ମାଙ୍କ ପାଖକୁ ଯାଅ, ହଜାର ଭୁଜାଧାରୀଙ୍କ ପାଖକୁ ଯାଅ। ଏହା ଉପରେ ମଧ୍ୟ ଏକ କାହାଣୀ ତିଆରି ହୋଇଛି। ପ୍ରଜାପିତା ବ୍ରହ୍ମାଙ୍କର ଏତେ ଢେର ସନ୍ତାନ ଅଛନ୍ତି ନା? ଏଠାକୁ ଆସି ହିଁ ଥାନ୍ତି ପବିତ୍ର ହେବା ପାଇଁ। ଜନ୍ମ ଜନ୍ମାନ୍ତର ଧରି ଅପବିତ୍ର ହୋଇ ଆସିଛନ୍ତି। ଏବେ ପୁରା ପବିତ୍ର ହେବାର ଅଛି। ଶ୍ରୀମତ ମିଳୁଛି ଯେ ମାମେକମ୍ ୟାଦ କର। କେତେ ଜଣଙ୍କର ତ ଏ ପର୍ଯ୍ୟନ୍ତ ମଧ୍ୟ ବୁଦ୍ଧିରେ ଆସୁନାହିଁ ଯେ ଆମେ କିପରି ୟାଦ କରିବୁ। ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି। ବାବାଙ୍କର ହୋଇ ବିକର୍ମାଜିତି ନହେଲେ, ପାପ ନ କଟିଲେ, ଯୋଗଯୁକ୍ତ ହୋଇ ନ ରହିଲେ ସେ କି ପଦ ପାଇବେ? ଯଦିଓ ସମର୍ପିତ ହୋଇଛନ୍ତି, କିନ୍ତୁ ସେଥିରେ କ'ଣ ଲାଭ ରହିଛି? ଯେତେବେଳେ ପର୍ଯ୍ୟନ୍ତ ପୁଣ୍ୟାତ୍ମା ହୋଇ ଅନ୍ୟମାନଙ୍କୁ ପୁଣ୍ୟାତ୍ମା ନ କରାଇଛ, ସେ ପର୍ଯ୍ୟନ୍ତ ଉଚ୍ଚ ପଦ ପାଇପାରିବ ନାହିଁ। ଯେତେ ଅଳ୍ପ ମନେ ପକାଇବ ନିଚ ପଦ ପାଇବ। ଡବଲ ମୁକୁଟଧାରୀ କିପରି ହେବ? ପୁଣି ପୁରୁଷାର୍ଥର ନମ୍ବର ଅନୁସାରେ କିପରି ଡେରିରେ ଆସିବ? ଏପରି ନୁହେଁ ଯେ ମୁଁ ସବୁକିଛି ସମର୍ପଣ କରିଦେଲି, ଏଣୁ ଡବଲ ମୁକୁଟଧାରୀ ହେବି। ନା, ପ୍ରଥମେ ଦାସଦାସୀ ହେବେ, ତାପରେ ଶେଷ ଆଡ଼କୁ ଛୋଟିଆ ପଦଟିଏ ମିଳିଯିବ। ଅନେକଙ୍କୁ ଏହି ଅହଙ୍କାର ରହିଥାଏ ଯେ ମୁଁ ତ ସମର୍ପିତ ଅଟେ। ଆରେ, ବାବାଙ୍କ ସ୍ମୃତି ବିନା କ'ଣ ଶ୍ରେଷ୍ଠ ହୋଇପାରିବ? ଦାସଦାସୀ ହେବାଠାରୁ ତ ସାହୁକାର ପ୍ରଜା ହେବା ଭଲ। ଦାସଦାସୀ କ'ଣ ଶ୍ରୀକୃଷ୍ଣଙ୍କ ସାଥିରେ ଝୁଲି ପାରିବେ? ଏହା ବହୁତ ବୁଝିବାର କଥା ଅଟେ। ଏଥିରେ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ। ଅଳ୍ପରେ ଖୁସି ହୋଇଯାଅ ନାହିଁ। ମୁଁ ବି ରାଜା ହେବି। ଏଭଳି ହେଲେ ତ ପୁଣି ଅନେକ ରାଜା ହୋଇଯିବେ। ବାବା କହୁଛନ୍ତି ଯେ ଯୋଗର ଯାତ୍ରା ହିଁ ମୁଖ୍ୟ ଅଟେ। ଯିଏ ଭଲ ଭାବରେ ଯୋଗଯୁକ୍ତ ହୋଇ ରହିଥାନ୍ତି ସେ ଖୁସିରେ ରହିଥାନ୍ତି। ବାବା ବୁଝାଉଛନ୍ତି ଯେ ଆତ୍ମା ଗୋଟିଏ ଶରୀର ଛାଡ଼ି ଅନ୍ୟ ଗୋଟିଏ ଶରୀର ନେଇଥାଏ। ସତ୍ୟ ଯୁଗରେ ଖୁସିରେ ଗୋଟିଏ ଶରୀର ଛାଡ଼ି ଅନ୍ୟ ଗୋଟିଏ ଶରୀର ନେଇଥାନ୍ତି। ଏଠାରେ ତ କେହି ଶରୀର ଛାଡ଼ିଲେ କାନ୍ଦିବାରେ ଲାଗି ପଡ଼ିଥାନ୍ତି। ସତ୍ୟ ଯୁଗର କଥା ହିଁ ଭୁଲି ଯାଇଥାନ୍ତି। ସେଠାରେ ତ ଶରୀର ଏପରି ଛାଡ଼ିବେ ଯେପରି ସର୍ପର ଉଦାହରଣ ରହିଛି ନା? ଏହି ପୁରୁଣା ଶରୀର ଏବେ ଛାଡ଼ିବାର ଅଛି। ତୁମେ ଜାଣୁଛ ଯେ ମୁଁ ଆତ୍ମା ଅଟେ। ଏହି ପୁରୁଣା ଶରୀର ଏବେ ଛାଡ଼ିବାର ଅଛି। ଚତୁର ପିଲାମାନେ ଯେଉଁମାନେ କି ବାବାଙ୍କର ସ୍ମୃତିରେ ରହିଥାନ୍ତି, ସେମାନେ ତ କହିଥାନ୍ତି ଯେ ବାବାଙ୍କ ସ୍ମୃତିରେ ହିଁ ଶରୀର ଛାଡ଼ିବୁ, ପୁଣି ଯାଇ ବାବାଙ୍କ ସହିତ ମିଶିବୁ। କୌଣସି ବି ମନୁଷ୍ୟ ମାତ୍ରକୁ ଏକଥା ଜଣା ନାହିଁ ଯେ କିପରି ଭଗବାନଙ୍କ ସହ ମିଶିପାରିବୁ।
ତୁମ ସନ୍ତାନମାନଙ୍କୁ ରାସ୍ତା ମିଳିଛି। ଏବେ ପୁରୁଷାର୍ଥ କରୁଛ। ଜୀବ ଦଶାରେ ବଞ୍ଚିଥାଉ ଥାଉ ମରି ତ ଯାଇଛ, କିନ୍ତୁ ଆତ୍ମା ତ ପବିତ୍ର ହେବା ଦରକାର ନା। ପବିତ୍ର ହୋଇ ପୁଣି ଏହି ପୁରୁଣା ଶରୀର ଛାଡ଼ିଯିବାର ଅଛି। ବୁଝିଥାନ୍ତି ଯେ କର୍ମାତୀତ ଅବସ୍ଥା ହୋଇଗଲେ ଏହି ଶରୀର ଛାଡ଼ିଦେବୁ। ପରନ୍ତୁ କର୍ମାତୀତ ଅବସ୍ଥା ହେଲେ ସ୍ୱତଃ ଆତ୍ମା ଶରୀରରୁ ଅଲଗା ହୋଇଯିବ। ବାସ୍ ଆମେ ବାବାଙ୍କ ପାଖରେ ଯାଇ ରହିବୁ। ଏହି ପୁରୁଣା ଶରୀର ପ୍ରତି ଯେପରି ଘୃଣା ଆସୁଛି, ସର୍ପର ପୁରୁଣା ଖୋଳ ପ୍ରତି ଘୃଣା ଆସୁଥିବ ନା। ତୁମର ନୂଆ ଖୋଳ ବା ଶରୀର ତିଆରି ହେଉଛି। ପରନ୍ତୁ ଯେବେ କର୍ମାତୀତ ଅବସ୍ଥା ହେବ, ଅନ୍ତିମ ସମୟରେ ହିଁ ତୁମର ଏପରି ଅବସ୍ଥା ହେବ। ବାସ୍ ଏବେ ଆମେ ଯାଉଛୁ। ଲଢ଼େଇ ପାଇଁ ମଧ୍ୟ ପୂରା ପ୍ରସ୍ତୁତି ଚାଲିବ। ବିନାଶର ସମସ୍ତ ଆଧାର ତୁମର କର୍ମାତୀତ ଅବସ୍ଥା ହେବା ଉପରେ ନିର୍ଭର କରୁଛି। ଅନ୍ତିମ ସମୟରେ କର୍ମାତୀତ ଅବସ୍ଥାକୁ କ୍ରମ ଅନୁସାରେ ସବୁ ପହଞ୍ଚିଯିବେ। କେତେ ଫାଇଦା ରହିଛି। ତୁମେ ବିଶ୍ୱର ମାଲିକ ହେଉଛ, ତେଣୁ ବାବାଙ୍କୁ କେତେ ସ୍ନେହରେ ମନେ ପକାଇବା ଦରକାର। ତୁମେ ଦେଖିବ କେତେକ ଏପରି ମଧ୍ୟ ବାହାରିବେ ଯେଉଁମାନେ ଉଠିବା ବସିଲା ବେଳେ ବାବାଙ୍କୁ ମନେ ପକାଉଥିବେ। ମୃତ୍ୟୁ ସାମ୍ନାରେ ଛିଡ଼ା ହୋଇଛି। ଖବରକାଗଜରେ ଏପରି ଲେଖୁଛନ୍ତି ଯେପରିକି ବର୍ତ୍ତମାନ ହିଁ ଲଢ଼େଇ ଲାଗିଯିବ। ବଡ଼ ଧରଣର ଲଢ଼େଇ ଲାଗିଲେ ବମ୍ସ ଆଦି ପକାଇବେ। ଡେରି ଲାଗିବ ନାହିଁ। ଚତୁର ପିଲାମାନେ ବୁଝିଥାନ୍ତି। ଯେଉଁମାନେ ଅଜ୍ଞାନୀ ସେମାନେ କିଛି ବୁଝିପାରନ୍ତି ନାହିଁ। ଟିକିଏ ବି ହେଲେ ଧାରଣା ହୋଇନଥାଏ। ଭଲେ ହଁ ହଁ କରି ଚାଲିଥାନ୍ତି, କିଛି ହେଲେ ବୁଝନ୍ତି ନାହିଁ। ଯୋଗଯୁକ୍ତ ହୋଇ ରହିନଥାନ୍ତି। ଯେଉଁମାନେ ଦେହ ଅଭିମାନରେ ରହିଥାନ୍ତି, ଏହି ପତିତ ଦୁନିଆ ତାଙ୍କର ସ୍ମୃତିରେ ରହିଥାଏ। ସେମାନେ ବା କ'ଣ ବୁଝିପାରିବେ? ଏବେ ବାବା କହୁଛନ୍ତି, ଦେହୀ ଅଭିମାନୀ ହୁଅ, ଦେହକୁ ଭୁଲିଯିବାର ଅଛି। ଅନ୍ତିମ ସମୟରେ ତୁମେ ବହୁତ ପ୍ରୟାସ କରିବାରେ ଲାଗିଯିବ। ଏବେ ତୁମେ ବୁଝିପାରୁନାହଁ, ଶେଷ ସମୟରେ ବହୁତ ବହୁତ ପଶ୍ଚାତାପ କରିବ। ବାବା ସାକ୍ଷାତକାର ମଧ୍ୟ କରାଇବେ। ଏହି ପାପ କରିଛ, ଏବେ ଦଣ୍ଡ ଭୋଗ କର। ପଦ ମଧ୍ୟ ଦେଖ। ପ୍ରାରମ୍ଭରେ ମଧ୍ୟ ଏହିପରି ସାକ୍ଷାତକାର କରୁଥିଲେ, ପୁଣି ଶେଷରେ ମଧ୍ୟ ଏହିପରି ସାକ୍ଷାତକାର କରିବେ। ବାବା କହୁଛନ୍ତି ଯେ ନିଜର ଇଜ୍ଜତ ହରାଅ ନାହିଁ। ପାଠପଢ଼ାରେ ଲାଗି ରହିବା ପାଇଁ ପୁରୁଷାର୍ଥ କର। ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ। ସେ ହିଁ ପତିତ ପାବନ ଅଟନ୍ତି। ଦୁନିଆରେ କେହି ହେଲେ ପତିତ ପାବନ ନୁହନ୍ତି। ଶିବ ଭଗବାନ ଉବାଚ, ଯେହେତୁ କହୁଛନ୍ତି ଯେ ସମସ୍ତଙ୍କର ସଦ୍ଗତି ଦାତା ପତିତ ପାବନ ଜଣେ ଅଟନ୍ତି, ତାଙ୍କୁ ହିଁ ସମସ୍ତେ ମନେ ପକାଉଛନ୍ତି। ପରନ୍ତୁ ଯଦି ନିଜକୁ ଆତ୍ମା ବିନ୍ଦୁ ଭାବିବ, ତେବେ ବାବାଙ୍କର ସ୍ମୃତି ଆସିବ। ତୁମେ ଜାଣୁଛ ଯେ ଆମ ଆତ୍ମା ମଧ୍ୟରେ 84 ଜନ୍ମର ଅଭିନୟ ନିର୍ଦ୍ଧାରିତ ହୋଇ ରହିଛି। ତାହାର କେବେ ବିନାଶ ହେବାର ନାହିଁ। ଏହାକୁ ବୁଝିବା କୌଣସି ମାଉସୀ ଘର କଥା ନୁହେଁ। ଭୁଲି ଯାଇଥାନ୍ତି, ଏଣୁ କାହାକୁ ବୁଝାଇ ପାରନ୍ତି ନାହିଁ। ଦେହ ଅଭିମାନ ବିଲକୁଲ ସମସ୍ତଙ୍କୁ ମାରିଦେଇଛି। ଏହା ମୃତ୍ୟୁଲୋକ ହୋଇଯାଇଛି। ସମସ୍ତେ ଅସମୟରେ ମୃତ୍ୟୁବରଣ କରିଚାଲିଛନ୍ତି। ଯେପରି ଜୀବଜନ୍ତୁ ପଶୁପକ୍ଷୀ ମରିଯାଉଛନ୍ତି, ସେହିଭଳି ମନୁଷ୍ୟ ମଧ୍ୟ ମରିଯାଉଛନ୍ତି। ଫରକ କିଛି ହେଲେ ବି ନାହିଁ। ଲକ୍ଷ୍ମୀ ନାରାୟଣ ତ ଅମର ଲୋକର ମାଲିକ ଅଟନ୍ତି ନା। ଅକାଳ ମୃତ୍ୟୁ ସେଠାରେ ହୋଇନଥାଏ। ଦୁଃଖ ହିଁ ନାହିଁ। ଏଠାରେ ତ ଦୁଃଖ ହେଲେ ଆତ୍ମହତ୍ୟା କରିଥାନ୍ତି। ଅକାଳ ମୃତ୍ୟୁ ନିଜେ ହିଁ ନେଇ ଆସିଥାନ୍ତି। ଏହି ଲକ୍ଷ୍ୟ ବଡ଼ ଉଚ୍ଚ ଅଟେ। କେବେ ବି କୁଦୃଷ୍ଟି ନ ହେଉ। ଏଥିରେ ବହୁତ ପରିଶ୍ରମ ରହିଛି। ଏତେ ଉଚ୍ଚ ପଦ ପାଇବା କୌଣସି ମାଉସୀ ଘରର କଥା ନୁହେଁ। ବାହାଦୁରୀ ଦରକାର। ନଚେତ ଅଳ୍ପ କଥାରେ ହିଁ ଡରି ଯାଇଥାନ୍ତି। କୌଣସି ବଦମାସ ଭିତରକୁ ପଶି ଆସି ହାତ ଲଗାଇଲେ ତ ତାକୁ ପିଟି ପିଟି ବାହାର କରିଦେବା ଦରକାର। ଭୀରୁ ହେବା ଉଚିତ ନୁହେଁ। ଶିବଶକ୍ତି ପାଣ୍ଡବ ସେନାର ଗାୟନ ରହିଛି ନା। ଯେଉଁମାନେ କି ସ୍ୱର୍ଗର ଦ୍ୱାର ଖୋଲିଥାନ୍ତି। ବାହାଦୁର ହେବା ପାଇଁ ଚାହୁଁଛ ତ ପୁଣି ଏହିପରି ବାହାଦୁରୀ ମଧ୍ୟ ଦରକାର। ଯେବେ ସର୍ବଶକ୍ତିମାନ ବାବାଙ୍କର ସ୍ମୃତିରେ ରହିବ, ତେବେ ବାବାଙ୍କ ଠାରୁ ଶକ୍ତି ମିଳିବ। ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାର ଅଛି। ଏହି ଯୋଗ ଅଗ୍ନିରେ ହିଁ ବିକର୍ମର ବିନାଶ ହେବ। ପୁଣି ବିକର୍ମାଜିତ ରାଜା ହୋଇଯିବ। ଯୋଗଯୁକ୍ତ ହେବା ପାଇଁ ପରିଶ୍ରମ କରିବାକୁ ହେବ। ଯିଏ କରିବ ସିଏ ପାଇବ।
ଅନ୍ୟମାନଙ୍କୁ ମଧ୍ୟ ସାବଧାନ କରିବାର ଅଛି। ଯୋଗର ଯାତ୍ରା ଦ୍ୱାରା ହିଁ ବେଡ଼ା ପାର ହେବ। ପାଠ ପଢ଼ାକୁ ଯାତ୍ରା କୁହାଯାଏ ନାହିଁ। ତାହା ଅଟେ ସ୍ଥୂଳ ଯାତ୍ରା। ଏହା ହେଲା ଆତ୍ମାର ଯାତ୍ରା। ସିଧା ଶାନ୍ତିଧାମ ନିଜର ଘରକୁ ଚାଲିଯିବ। ବାବା ବି ଘରେ ରହୁଛନ୍ତି। ମୋତେ ମନେ ପକାଇ ପକାଇ ତୁମେ ଘରେ ପହଞ୍ଚିଯିବ। ଏଠାରେ ସମସ୍ତଙ୍କୁ ଅଭିନୟ କରିବାର ଅଛି। ଡ୍ରାମା ତ ଅବିନାଶୀ ଚାଲିଛି। ପିଲାମାନଙ୍କୁ ବୁଝାଉଛନ୍ତି ଯେ ପ୍ରଥମତଃ ବାବାଙ୍କର ସ୍ମୃତିରେ ରୁହ ଏବଂ ପବିତ୍ର ହୁଅ, ଦୈବୀ ଗୁଣ ଧାରଣ କର ଏବଂ ଯେତେ ସେବା କରିବ ସେତେ ଉଚ୍ଚପଦ ପାଇବ। କଲ୍ୟାଣକାରୀ ନିଶ୍ଚୟ ହେବାକୁ ପଡ଼ିବ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର। 1 ନମ୍ବର, ସର୍ବଦା ମନେ ରହୁ ଯେ ସର୍ବଶକ୍ତିମାନ ବାବା ଆମ ସାଥିରେ ଅଛନ୍ତି। ଏହି ସ୍ମୃତି ଦ୍ୱାରା ଆତ୍ମାର ଶକ୍ତି ପ୍ରବେଶ କରିବ। ବିକର୍ମ ଭସ୍ମ ହେବ। ଯେହେତୁ ଶିବଶକ୍ତି ପାଣ୍ଡବ ସେନା ନାମ ରଖାଯାଇଛି, ତେଣୁ ବାହାଦୁରୀ ଦେଖାଇବାର ଅଛି, ଭୀରୁ ହେବାର ନାହିଁ। 2 ନମ୍ବର, ବଞ୍ଚି ଥାଉ ଥାଉ ମରିବା ପରେ ଏହି ଅହଙ୍କାର ନ ଆସୁ ଯେ ମୁଁ ତ ସମର୍ପିତ ଅଟେ। ସମର୍ପିତ ହେବା ପରେ ପୁଣ୍ୟାତ୍ମା ହୋଇ ଅନ୍ୟକୁ ମଧ୍ୟ ପୁଣ୍ୟାତ୍ମା କରିବାକୁ ହେବ। ଏହିଥିରେ ହିଁ ଫାଇଦା ରହିଛି। ଆଜିର ବରଦାନ। ନିର୍ବିଘ୍ନ ସ୍ଥିତି ଦ୍ୱାରା ନିଜର ମୂଳଦୁଆକୁ ମଜବୁତ କରି ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୁଅ। ନିର୍ବିଘ୍ନ ସ୍ଥିତି ଦ୍ୱାରା ନିଜର ମୂଳଦୁଆକୁ ମଜବୁତ କରି ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୁଅ। ଡିଟେଲ୍ସ। ଯେଉଁ ପିଲାମାନେ ବହୁତ କାଳରୁ ନିର୍ବିଘ୍ନ ସ୍ଥିତିର ଅନୁଭବୀ ଅଟନ୍ତି, ସେମାନଙ୍କର ମୂଳଦୁଆ ମଜବୁତ ହୋଇଥିବା କାରଣରୁ ନିଜେ ମଧ୍ୟ ଶକ୍ତିଶାଳୀ ସ୍ଥିତିରେ ରହିଥାନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ଶକ୍ତିଶାଳୀ କରିଥାନ୍ତି। ତେଣୁ ବହୁତ କାଳର ଶକ୍ତିଶାଳୀ ନିର୍ବିଘ୍ନ ଆତ୍ମା ଅନ୍ତ ସମୟରେ ମଧ୍ୟ ନିର୍ବିଘ୍ନ ହୋଇ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇଯାଇଥାନ୍ତି। ନହେଲେ ପ୍ରଥମ ଶ୍ରେଣୀରେ ଆସିଥାନ୍ତି। ତେଣୁ ସର୍ବଦା ଏହି ଲକ୍ଷ୍ୟ ରହିଥାଉ ଯେ ବହୁତ ସମୟ ଧରି ନିର୍ବିଘ୍ନ ସ୍ଥିତିର ଅନୁଭବ ନିଶ୍ଚିତ କରିବାକୁ ହେବ। ଆଜିର ସ୍ଲୋଗାନ। ଯଦି ପ୍ରତ୍ୟେକ ଆତ୍ମା ପ୍ରତି ସର୍ବଦା ଉପକାର ଅର୍ଥାତ୍ ଶୁଭକାମନା ରଖିବ, ତେବେ ଆପେ ଆପେ ଆଶୀର୍ବାଦ ପ୍ରାପ୍ତ ହେବାକୁ ଲାଗିବ। ଯଦି ପ୍ରତ୍ୟେକ ଆତ୍ମା ପ୍ରତି ସର୍ବଦା ଉପକାର ଅର୍ଥାତ୍ ଶୁଭ କାମନା ରଖିବ, ତେବେ ଆପେ ଆପେ ଆଶୀର୍ବାଦ ପ୍ରାପ୍ତ ହେବାକୁ ଲାଗିବ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳାରୂପ କର। ଯୋଗ ଅର୍ଥାତ୍ ଶାନ୍ତିର ଶକ୍ତି। ତେବେ ଏହି ଶାନ୍ତିର ଶକ୍ତି ବହୁତ ସହଜରେ ନିଜକୁ ତଥା ଅନ୍ୟମାନଙ୍କୁ ପରିବର୍ତ୍ତନ କରିଦେଇଥାଏ। ଏହାଦ୍ୱାରା ବ୍ୟକ୍ତି ମଧ୍ୟ ବଦଳିଯିବେ ଏବଂ ପ୍ରକୃତି ମଧ୍ୟ ବଦଳିଯିବ। ବ୍ୟକ୍ତିମାନଙ୍କୁ ତ ମୁଖ ଦ୍ୱାରା କୋର୍ସ କରାଇ ଦେଉଛ, କିନ୍ତୁ ପ୍ରକୃତିକୁ ପରିବର୍ତ୍ତନ କରିବା ପାଇଁ ଶାନ୍ତିର ଶକ୍ତି ଅର୍ଥାତ୍ ଯୋଗ ବଳ ହିଁ ଦରକାର। ଓମ୍ ଶାନ୍ତି।